ଏହି କାହାଣୀଟି ମୋ ସ୍କୁଲ ସମୟରେ ଗୋଟିଏ ଅଙ୍ଗେଲିଭା ଘଟଣା ଉପରେ ଆଧାରିତ। ମୁଁ ସେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥିଲି। ଆମ ଘରଠାରୁ ସ୍କୁଲର ଦୂରତା ପ୍ରାୟ 2 କିଲୋମିଟର ହେବ। ସବୁଦିନ ଆମେ ସମସ୍ତେ ସାଙ୍ଗମାନେ ଏକାଠି ହୋଇ ଗୁଲି ଖଟି ଗପ କରି କରି ସ୍କୁଲ ଯାଉ। କାଳିଆ, ହାପି, ଶିବ, ବାଦଲ, କମଳା, ଟିକିନା, ରମା ଓ ଝୁମି ଏମାନେ ସବୁ ଥିଲେ ମୋର ପ୍ରତିଦିନିଆ ସ୍କୁଲ ଯିବା ବେଳର ସାଙ୍ଗ। ପ୍ରବଳ ମଜା ହୁଏ ସ୍କୁଲ ଗଲାବେଳେ ଆଉ ସ୍କୁଲ ସାରି ଆସିଲା ବେଳେ। ଦିନକର କଥା, ମୋତେ ଟିକେ ସ୍କୁଲ ବାହାରିବା ପାଇଁ ଡେରି ହୋଇଗଲା। ସମସ୍ତ ସାଙ୍ଗମାନେ ଚାଲିଗଲେ। ମୁଁ କମଳାକୁ କହିଲି, ସମସ୍ତେ ଯାଆନ୍ତୁ, ତୁ ଟିକେ ମୋ ପାଇଁ ରହିଥା, ଆମେ 2 ଜଣ ଏକାଠି ହୋଇଯିବା। କମଳା ମୋ ପାଇଁ ଅପେକ୍ଷା କଲା। ଅଳ୍ପ ଟିକେ ବିଳମ୍ବ ପରେ ଆମେ ଦୁହେଁ ସ୍କୁଲ ଚାଲିଲୁ। ଆମେ ସ୍କୁଲ ଯିବା ବାଟରେ ଗୋଟିଏ ମଶାଣି ପଡ଼େ। କମଳାର ଡାହାଣିଆ ଦେହ ବୋଲି ମୁଁ ଆଗରୁ ଜାଣିନଥିଲି। ଡାହାଣିଆ ଦେହ ମାନେ ଆମ ଗାଁମାନଙ୍କରେ କୁହନ୍ତି ଯେ ଯେଉଁ ଶରୀରରେ କୌଣସି ବାଧାବିଘ୍ନରେ ହଠାତ୍ ଗୋଟିଏ ମଲା ଶରୀରର ଆତ୍ମା ପ୍ରବେଶ କରିଥାଏ। ଆମେ ସେ ମଶାଣି ପାଖରେ ଯେତେବେଳେ ଯାଉଥିଲୁ, ମୁଁ କମଳାକୁ କହିଲି, ଏଇ ଦେଖ, ଏଠି ଗତକାଲିର ଗୋଟିଏ ଶବ ଦାହ ହୋଇଥିଲା। କମଳା କହିଲା, ମୋତେ କିଛି କହନା। ମୁଁ ତାକୁ ଡରାଇବା ପାଇଁ ମିଛରେ କହିଲି, ଦେଖ, ସେ ଜୁଇ ପାଉଁଶକୁ ଅନା, ସେଥିରେ ଗୋଟିଏ ମଲା ଶରୀରର ଅଂଶ ଦିଶୁଛି। କମଳା ଡରି ଡରି ଚାହିଁଲା ସେ ଜୁଇ ପାଉଁଶକୁ। ଦେଖିଲା, ଆଉ ଟିକେ କିଛି ସମୟ ସେଠି ଅଟକି ଗଲା। ମୁଁ କହିଲି, ଆରେ ଜଲ୍ଦି ଆସ, ସ୍କୁଲ ଡେରି ହୋଇଗଲାଣି। ସେ ମୋ ମୁହଁକୁ ଦେଖିଲା ଆଉ ମୋତେ ଖାଲି ଚାହିଁ ରହିଲା। ସେଠୁ ଜମା ଆସିଲାନି। ମୁଁ ତାର ହାତକୁ ଟାଣି ଟାଣି କହିଲି, ଏବେ ତୁ ପାଗଳ ହୋଇଗଲୁଣି ନା କ'ଣ? କ୍ଲାସ୍ ଷ୍ଟାର୍ଟ ହୋଇଗଲାଣି। ଶୀଘ୍ର ନ ଗଲେ ଆମକୁ ସାର୍ କାନ ଧରି ଆଣ୍ଠେଇ ଦେବେ। ଶୀଘ୍ର ଆସ। କମଳା ମୋତେ କେମିତି ଗୋଟେ ଚାହିଁ ହସିଲା। ମୁଁ ରାଗିଗଲି। ତାର ହାତକୁ ଧରି ଟାଣି ଟାଣି ସ୍କୁଲ ଯାଇ ଆଣିଲି। ତାକୁ ସ୍କୁଲକୁ ଆସିବା ପାଇଁ ଇଚ୍ଛା ନଥିଲା ଭଳି ମୋତେ ଲାଗୁଥିଲା। ତଥାପି ମୋ ସାଙ୍ଗରେ ସ୍କୁଲ ଯାଇ ଆସିଲା। ସେତେବେଳକୁ କ୍ଲାସ୍ ଷ୍ଟାର୍ଟ ହୋଇଗଲାଣି। ଆମେ ଦୁହେଁ କବାଟ ପାଖରେ ଠିଆ ହେଲୁ। ସାର୍ କହିଲେ, ଆରେ ଅଭି, ଆଜି ଏତେ ଲେଟ୍ କାହିଁ ହେଲା? ମୁଁ କହିଲି, ସାର୍, ମୋ ବାପାଙ୍କ ସାଙ୍ଗରେ ଟିକେ ମାର୍କେଟ ପଳାଇଥିଲେ, ଫେରିଲା ବେଳକୁ ଟିକେ ଲେଟ୍ ହୋଇଗଲା। କମଳାକୁ କହିଥିଲି ମୋ ପାଇଁ ଟିକେ ଅପେକ୍ଷା କରିବୁ, ଆମେ ସାଙ୍ଗ ହୋଇଯିବା। ଏହା ଶୁଣିଲା ପରେ ସାର୍ କହିଲେ, ଆଚ୍ଛା, ଏଥିପାଇଁ ତୁମ 2 ଜଣଙ୍କ ଆଜି ଏତେ ଲେଟ୍? ହଉ, ତୁମେ 2 ଜଣ ଭିତରକୁ ଯାଅ, ନିଜ ନିଜ ସିଟ୍ରେ ବସ। ମୁଁ ସଙ୍ଗେ ସଙ୍ଗେ ଆସି ମୋ ସିଟ୍ରେ ବସି ପଡ଼ିଲି। କିନ୍ତୁ କମଳା ସେ କବାଟ ପାଖରେ ସେମିତି ଛିଡ଼ା ହୋଇଥାଏ। ସାର୍ କହିଲେ, କମଳା, ତୁମେ କ୍ଲାସ୍ ଭିତରକୁ ଆସ। କମଳା ସାର୍ଙ୍କୁ ଦେଖି ଜୋର ଜୋରରେ ହସିଲା। ସାର୍ ଆଶ୍ଚର୍ଯ୍ୟ ହୋଇ କହିଲେ, କମଳା, ଏଇ କି ଅଭଦ୍ରାମୀ, କ୍ଲାସ୍ ଭିତରକୁ ଆସ। କମଳା ଆହୁରି ଜୋରରେ ହସିଲା। କ୍ଲାସ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି। ଆମେ ସମସ୍ତେ ଭାବିଲୁ କମଳା ବୋଧେ ପାଗଳ ହୋଇଗଲା କି? ସାର୍ ରାଗି ଯାଇ କମଳାର କାନ ଧରି ବେତରେ 2 ପାହାର ପକାଇଲେ। କମଳା ଚିତ୍କାର କରି ସାର୍ଙ୍କୁ କହୁଥାଏ, ଏ ମୋତେ ଛାଡ଼, ଛାଡ଼ କହୁଛି ପରା। ଶେଷରେ କମଳା ସାର୍ଙ୍କ ଉପରେ ରାଗିଗଲା। ସାର୍ଙ୍କ ବେତକୁ ଛଡ଼ାଇ ଓଲଟା ସାର୍ଙ୍କୁ 2-4 ପାହାର କଷିଦେଲା। ସାର୍ ଆଶ୍ଚର୍ଯ୍ୟ ହୋଇଗଲେ। ମୋତେ ଡାକି ସାର୍ କହିଲେ, ଅଭି, ତୁମେ ଆସିବା ସମୟରେ କମଳା ଠିକ୍ ଠାକ୍ ଥିଲା ତ? ମୁଁ କହିଲି, ଆଜ୍ଞା ସାର୍, ଠିକ୍ ଥିଲା ତ, ହେଲେ ସେ ମଶାଣି ପାଖରୁ ଆଉ ସ୍କୁଲକୁ ଆସିଲାନି। ମୁଁ ତାକୁ ଟାଣି ଟାଣି ସ୍କୁଲ ଯାଇ ଆଣିଲି। ସାର୍ କହିଲେ, ଓହୋ, ବୁଝିଗଲି। ମୁଁ କହିଲି, ସାର୍, କ'ଣ ହୋଇଛି କି? ସାର୍ କହିଲେ, ପରେ କହିବେ। ସାର୍ ସଙ୍ଗେ ସଙ୍ଗେ ପିଅନକୁ ଡାକି କହିଲେ, କମଳାକୁ ନେଇ ରେଷ୍ଟରୁମ୍ରେ ବସା, ଆଉ ତାଙ୍କ ପରିବାରକୁ ଖବର ଦେଇ ଆସ। ମୁଁ ଆଉ ଥରେ ପଚାରିଲି, ସାର୍, କମଳାର କ'ଣ ହୋଇଛି କି? ସାର୍ ମୋତେ କହିଲେ, କମଳା ଦେହରେ ଗୋଟିଏ ପ୍ରେତାତ୍ମା ପଶିଯାଇଛି। ସେ କେଉଁଠି ଗୋଟିଏ ଚମକି ପଡ଼ିଛି। ସେତେବେଳେ ସେ ପ୍ରେତାତ୍ମା ତା ଶରୀରରେ ପ୍ରବେଶ କରିଛି। ମୁଁ ସାର୍ଙ୍କୁ ଆଜ୍ଞା କହି ମୋ ସିଟ୍ରେ ବସି ପଡ଼ିଲି। ମୁଁ ମନେ ମନେ ଭାବୁଥାଏ, ସାର୍ କେମିତି ଜାଣିବେ ଯେ ମୁଁ ସବୁ ନାଟର ଗୋବର୍ଦ୍ଧନ ବୋଲି? ସେ ମଶାଣିରୁ ତାକୁ ଯେଉଁ ଡରାଇଲେ, ଏସବୁ ତାରି ଫଳ ବୋଲି। ତା ଛଡ଼ା ଗୋଟିଏ ଭୂତକୁ ମୁଁ ଟାଣି ଟାଣି ସ୍କୁଲ ଯାଇ ଆଣିଲି। ଏସବୁ ଭାବିଲା ବେଳକୁ ମୋତେ ଗୋଟିଏ କେମିତି କେମିତି ଲାଗୁଥାଏ। ଯଦି ଭୂତଟା ରାଗି ଯାଇଥିବ, ମୁଁ ଘରକୁ ଫେରିଲା ବେଳେ ସେ କ'ଣ ମୋତେ ଆଉ ଛାଡ଼ିବ? ଆରେ ବାପରେ, ମଣିଷ ମଲା ଏଥର। ମୁଁ ପୁରାପୁରି ସେ ଭୂତର ଟାର୍ଗେଟ୍ ହୋଇଗଲି। ପାଖାପାଖି ମଧ୍ୟାହ୍ନ ସମୟରେ କମଳାର ପରିବାର ଲୋକେ ସ୍କୁଲରେ ଆସି ପହଞ୍ଚିଲେ। ମୁଁ ବି ତାଙ୍କ ପରିବାର ସହ କମଳା ପାଖକୁ ଗଲି। ରେଷ୍ଟରୁମ୍ରେ କମଳା ସେମିତି ବସି ଜୋର ଜୋରରେ ହସୁଥାଏ।
ଦୁଇ ଜଣ ପିଅନ କମଳାର ଦୁଇ ହାତକୁ ଧରିଥାନ୍ତେ। କମଳା ଚିତ୍କାର କରି କହୁଥାଏ, ମୋତେ ଛାଡ଼ିଦିଅ, ମୁଁ ମୋ ପୁଅ ବୋହୂଙ୍କୁ ଦେଖିବି, ତାଙ୍କ ହାତରୁ ପାଣି ଟିକେ ପିଇକି ଚାଲିଯିବି। କମଳାର ବାପା କମଳାକୁ ତାର ନାଁ ଆଉ ତା ଘର କେଉଁଠି ବୋଲି ପଚାରିଲେ। ସେ ଉତ୍ତର ଦେଲା, ମୋ ନାଁ ଅନିମା, ମୋ ଘର ଶିରିପୁର, ମୋର ପୁଅ ନାଁ ହରି ଆଉ ବୋଉ ନାଁ ସାବିତ୍ରୀ। କମଳାର ବାପା ସେ ପରିବାର ଲୋକଙ୍କୁ ଚିହ୍ନିଥିଲେ। ଫୋନ୍ ଯୋଗେ ସେ ପରିବାର ଲୋକଙ୍କୁ ଡକାଗଲା। ସେମାନେ ପାଖାପାଖି 3ଟା ବେଳେ ଆସି ସ୍କୁଲର ରେଷ୍ଟ ରୁମ୍ରେ ପହଞ୍ଚିଗଲେ। ତାଙ୍କ ପୁଅ ହରିକୁ ଦେଖି କମଳା ଖୁସି ହୋଇଗଲା। ବୋହୂ ସାବିତ୍ରୀ ମୁଣ୍ଡକୁ କମଳା ଟିକେ ଆଉଁସି ଦେଇ କାନ୍ଦି ପକାଇଲା। କାରଣ ସେ 3 ଦିନ ତଳେ ଅଧରାତିରେ ଦେହ ଖରାପ ଯୋଗୁଁ ମୃତ୍ୟୁବରଣ କରିଥିଲେ। ତାଙ୍କ ପୁଅ ବୋହୂଙ୍କ ହାତରୁ ଶେଷ ପାଣି ଟିକେ ପାଇବାର ଆଶାରୁ ସେ ବଞ୍ଚିତ ଥିଲେ। ସେ ଆଶା ଟିକକ ପୂରଣ ହେବ ବୋଲି ସେ ଆସିଛନ୍ତି, ସେ ଯାହା କହୁଥିଲେ। ହରିମଉସା ମା ଡାକି କମଳାର ଗୋଡ଼ ଧରି କାନ୍ଦିବାକୁ ଲାଗିଲେ। ପୁଅ ମୁଣ୍ଡକୁ ଆଉଁସି ଦେଇ କମଳା କହିଲା, ଖୁସିରେ ରହ, ମୋ ଆଶୀର୍ବାଦ ତୋ ଉପରେ ସର୍ବଦା ରହିଛି। ସାବିତ୍ରୀ ମନରେ କେବେ ବି ଦୁଃଖ ଦେବୁନି। ଏତିକି କହି ସାବିତ୍ରୀ ଗୋଟିଏ ଗ୍ଲାସରେ ପାଣି ଆଣିଲା। ପୁଅ ବୋହୂ ଦୁହେଁ ଗ୍ଲାସକୁ ଧରି କମଳାକୁ ପାଣି ପିଆଇ ଦେଲେ। କମଳା ଖୁସି ହୋଇ କହିଲା, ମୋର ଆତ୍ମା ଏଥର ଶାନ୍ତି ହୋଇଗଲା, ମୁଁ ଯାଉଛି। ହଠାତ୍ ଚେୟାରରୁ କମଳାର ମୁଣ୍ଡ ପଛକୁ ଝୁଙ୍କି ହୋଇଗଲା। କମଳା ଅଚେତ ହୋଇଗଲା। ତା ମୁହଁରେ ପାଣି ଛାଟିଲେ। କମଳାର ଚେତା ଫେରି ଆସିଲା। ହରିମଉସା ଓ ସାବିତ୍ରୀ ମାଉସୀ ତାଙ୍କ ଘରକୁ ଫେରିଗଲେ। କମଳା କହିଲା, ଏ କ'ଣ ହୋଇଛି, ଏତେ ଭିଡ଼ କ'ଣ ପାଇଁ? ବାପା ବୋଉ ତୁମେ ଆମ ସ୍କୁଲରେ? କମଳାର ବାପା କହିଲେ, ନା ଝିଅ, ଏମିତି ଟିକେ ସ୍କୁଲ ଆଡ଼େ ବୁଲି ଆସିଥିଲୁ। ହଉ ଚାଲ ମା, ଘରକୁ ଯିବା, ତୁ କାଲି ସ୍କୁଲ ଆସିବୁ। ସାର୍ କହିଲେ କମଳାକୁ ଘରେ ଟିକେ ରେଷ୍ଟ ଦେବ। ମୁଁ ଟିକେ ସାହସ ଜୁଟାଇ କହିଲି, ମୋତେ ଚିହ୍ନି ପାରୁଛୁ କମଳା? କମଳା ହସି କହିଲା, ନାଇଁ, ତତେ କାହିଁ ଚିହ୍ନିବି? ଆଜି ଆମେ ଦୁହେଁ ଏକା ସାଙ୍ଗରେ ସ୍କୁଲ ଆସିଲେ, ହେଲେ ଅଧା ବାଟରୁ କ'ଣ ହେଲା କାହିଁ ମୋର କିଛି ମନେ ପଡ଼ୁନି। ମୁଁ ସେଇଠୁ ଜାଣିଲି ସେ ପ୍ରେତାତ୍ମା ଲାଗିଥିବା ସମୟର କଥା କମଳାକୁ କିଛି ମନେ ନାହିଁ। ଏହାପରେ କମଳାର ବାପା ମା ତାକୁ ସ୍କୁଲରୁ ଘରକୁ ନେଇଗଲେ। ମୁଁ ସେଦିନ ସ୍କୁଲରେ ଭଲସେ କିଛି ପାଠ ପଢ଼ି ପାରିଲିନି। ସ୍କୁଲ ଛୁଟି ହେଲା। ମୋ ମନ ବ୍ୟାକୁଳ ହେଉଥାଏ, କାଳେ ମୋ ସାଙ୍ଗରେ କିଛି ଅଘଟଣ ଘଟିବ ବୋଲି। କିନ୍ତୁ ଭଗବାନଙ୍କ ଦୟାରୁ ସେମିତି କିଛି ଘଟିଲାନି। ସେ ମଶାଣି ପାଖରେ ମୁଁ ମୋ ମୁଣ୍ଡ ତଳକୁ କରି ଚାଲିଲି। ମଶାଣିଟି ଅତିକ୍ରମ କରି ଘରେ ପହଞ୍ଚିଲି। ଖାଇସାରି କମଳା ପାଖକୁ ଗଲି। କମଳା ସେତେବେଳକୁ ଏକା ବସିଥିଲା। ମୁଁ କମଳାକୁ ପଚାରିଲି, ସତ କହ, ଆଜି ସକାଳେ ସେ ମଶାଣି ପାଖରେ ତୁ ଯେବେ ସେ ଜୁଇକୁ ଚାହିଁଲୁ, ତତେ କ'ଣ ହେଲା? କମଳା କହିଲା, ତୁ ମୋତେ କହିଲୁ ସେ ଜୁଇ ପାଉଁଶକୁ ଚାହାଁ। ମୁଁ ଚାହିଁଲି, ଦେଖିଲି ଗୋଟିଏ ବୁଢ଼ୀଟିଏ ତଳକୁ ମୁହଁ କରି ବସି କାନ୍ଦୁଛି। ମୋତେ ଦେଖି ହଠାତ୍ ମୋ ଆଡ଼କୁ ପବନ ବେଗରେ ଉଡ଼ି ଆସିଲା। ସିଧା ଆସି ମୋ ବେକ ଉପରେ ବସିଗଲା। ମୁଁ ଚମକି ପଡ଼ିଲି। ଆଉ ତାପରେ ମୋର କିଛି ବି ମନେ ନାହିଁ। ମୁଁ କହିଲି, ତାପରେ ତୋ ଦେହରେ ସେ ପ୍ରେତାତ୍ମା ପଶି ଯାଇଥିଲା। ମୁଁ ସେଇଠି ଉପସ୍ଥିତ ଥାଇ ବି କିଛି ଜାଣିପାରିଲି ନାହିଁ। ତୁ ଆଜି ସ୍କୁଲରେ ହଙ୍ଗାମା କଲୁ। ପୁରା ଘଟଣାଟା ମୁଁ କମଳା ଆଗରେ କହିଲି। କମଳା କହିଲା, ଏତେ କଥା ଘଟିଗଲା, ମୋତେ କିଛି ବି ଜଣାଗଲା ନାହିଁ। ଏହାପରେ ଆମେ ଦୁହେଁ ପ୍ରବଳ ହସିଲୁ। ହସି ହସି ମୁଁ କହିଲି, ତୁ ପୃଥିବୀର ପ୍ରଥମ ପିଲା ଯେ କି ସାର୍ଙ୍କ ବେତ ଛଡ଼ାଇ ଆଜି ସାର୍କୁ ହିଁ 2-4 ପାହାର କଷି ଦେଇଛୁ।